ଆକ୍ରମଣର ଆରମ୍ଭ ହେଲା ସେତେବେଳେ ଆସିଲା କିଭଳି ଭାବରେ ଏ ସଂକଟରୁ ମୁକ୍ତି ମିଳିବ ନା ଶ୍ରମିକମାନଙ୍କୁ କର୍ମଚାରୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି ତାକୁ ଯଦି ଆମେ ପ୍ରତ୍ୟାହାର କରିନେବା ତାହେଲେ ଏଥିରୁ ବୋଧେ ମାନେ ମୁକ୍ତି ମିଳିବ। ଏଇ ବିଚାର ଯେଉଁ ନେଇକରି କଲେ ତାପରେ ଆସିଲା ଭାରତ ବର୍ଷରେ ଥିବା ଏ ଯେଉଁ ସରକାର ଏବେ ଆସିଛନ୍ତି କହୁଥିଲେ ସୁରେନ୍ଦ୍ର ବାବୁ ସ୍ୱାଧୀନତା ଆନ୍ଦୋଳନରେ ଯାହାର କିଛି ଭୂମିକା ଆମ ଦେଶରେ ଦେଖିବେ 1770 ମସିହାରେ ପ୍ରଥମେ ଆରମ୍ଭ ହେଲା ଶିଳ୍ପ ରେଲୱେ ବ୍ରିଟିଶ ରେଲୱେ ଲାଇନ ପକେଇ ଆରମ୍ଭ ଏବଂ ଆମ ଦେଶରେ ଟ୍ରେଡ୍ ୟୁନିୟନ ଆନ୍ଦୋଳନ 1920 ମସିହାରେ ସଂଗଠିତ ରୂପରେଖ ନେଲା ବମ୍ବେରେ ମହାରାଷ୍ଟ୍ରରେ ବମ୍ବେରେ 1920 ମସିହାରେ ଲାଲା ଲଜପତ ରାୟଙ୍କ ନେତୃତ୍ୱରେ ଏଇଟା ସଂଗଠିତ ରୂପରେଖ ନେଲା। ପରବର୍ତ୍ତୀ ଅବସ୍ଥାରେ 1923 ମସିହାରେ ଆମ ଦେଶରେ ପ୍ରଥମ ସମାବେଶ ହେଇଥିଲା ୱାର୍କମ୍ୟାନ୍ କମ୍ପନସେସନ୍ ଆକ୍ଟ 1923। ତାପରେ 1926 ମସିହାରେ ଟ୍ରେଡ୍ ୟୁନିୟନ ଆକ୍ଟ ହେଲା ବ୍ରିଟିଶ ଶାସନ ବେଳେ। ଟ୍ରେଡ୍ ୟୁନିୟନ ଆକ୍ଟ ଜଣେ ଟ୍ରେଡ୍ ୟୁନିୟନ କରିପାରିବ ଯେତେବେଳେ ଶ୍ରମିକଙ୍କ ଲଢ଼େଇ ଭିତରୁ କିଛି ଆମର ଆଜିକାଲି ବି କହୁଛନ୍ତି ଯେ ଶ୍ରମିକଙ୍କ ଲଢ଼େଇ ଭିତରୁ ଟ୍ରେଡ୍ ୟୁନିୟନ ଆଇନ ତିଆରି ହେଲା ସମ୍ପୂର୍ଣ୍ଣ ଭାବେ ସତ୍ୟ ନୁହଁ। କାହିଁକି ନା ଯେତେବେଳେ ଶ୍ରମିକମାନେ କାମ କରୁଥିଲେ ବିଭିନ୍ନ ଫ୍ୟାକ୍ଟ୍ରିରେ ମାଲିକମାନେ ତାଙ୍କ ମନ ଇଚ୍ଛା କାମ କରୁଥିଲେ ଶ୍ରମିକମାନେ ତାର ପ୍ରତିବାଦ କରି ବହୁ କଥା କରୁଥିଲେ ଏବଂ ବ୍ରିଟିଶ ବେଶୀ ଆନ୍ଦୋଳନ ବିଭିନ୍ନ ଜାଗାରେ ହେଲା ସେତେବେଳେ ବ୍ରିଟିଶ ଚାହିଁଲା କିଏ ନେତୃତ୍ୱ ନେଉଛନ୍ତି ତାକୁ ଜାଣିବା ପାଇଁ ସେ ଶ୍ରମ ଟ୍ରେଡ୍ ୟୁନିୟନ ଆଇନ ସେ ଜାଣିଲା କ'ଣ କହିଲା ଆପଣ ଦେଖିବେ ସେ ଟ୍ରେଡ୍ ୟୁନିୟନ ଆକ୍ଟର ଯେଉଁ 9A ଅଛି ଧାରା ସେ ସେକ୍ସନରେ ସ୍ପଷ୍ଟ ଭାବେ ଲେଖା ହେଇଛି ଗୋଟେ ଏଷ୍ଟାବ୍ଲିଶମେଣ୍ଟ ଗୋଟେ କାରଖାନାରେ ଯଦି ଯେତେ ଲୋକ କାମ କରୁଥିବେ ତାର 10 ଭାଗରୁ ଭାଗେ କିମ୍ବା 100 ଲୋକ ଏକାଠି ହେଲେ ୟୁନିୟନ କରିପାରିବେ କିନ୍ତୁ ସିନା ୟୁନିୟନ କରିପାରିବେ 7 ଜଣ ଲୋକ ଆପ୍ଲାଏ କରିବେ ୟୁନିୟନ ରେଜିଷ୍ଟ୍ରେସନ ପାଇଁ। ସେଇ 7 ଜଣ ଲୋକ କିଏ ତାକୁ ଚିହ୍ନିବା ତାଙ୍କ ଉପରେ ଦଣ୍ଡ ବିଧାନ କରିବା ଆଉ ୟୁନିୟନ ଯଦି ନ ହେଇପାରିବ ସେଇ ବାଟ ଧରିକି ବ୍ରିଟିଶ ୟୁନିୟନ ଆକ୍ଟ ଆରମ୍ଭ କରିବ। ତାପରେ 1936 ମସିହାରେ ହେଇଛି ପେମେଣ୍ଟ ଅଫ ୱେଜେସ୍ ଆକ୍ଟ 1947 ରେ ଇଣ୍ଡଷ୍ଟ୍ରିଆଲ ଡିସ୍ପ୍ୟୁଟ୍ ଆକ୍ଟ 1948 ରେ ମିନିମମ୍ ୱେଜେସ୍ ଆକ୍ଟ 1948 ରେ ESI ଆକ୍ଟ 1952 ରେ EPF ଆକ୍ଟ 1961 ରେ ଆପ୍ରେଣ୍ଟିସ୍ ଆକ୍ଟ ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ଆକ୍ଟ 1965 ରେ ବୋନସ୍ ଆକ୍ଟ 1976 ରେ ଇକ୍ୱାଲ ରିମ୍ୟୁନେରେସନ ଆକ୍ଟ। ଏଭଳି ଭାବରେ ଶେଷ ଆଇନ ଆମ ଦେଶରେ ହେଇଛି 2008 ମସିହାରେ ଅନଅର୍ଗାନାଇଜ୍ ସେକ୍ଟର ଆଇନ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ଯେତେବେଳେ ବାମପନ୍ଥୀ ମାନେ ସମର୍ଥନ କରୁଥିଲେ ପ୍ରଥମ ପର୍ଯ୍ୟାୟର ଯୋଉ ୟୁପିଏ ସରକାର ଥିଲା ମନମୋହନ ସିଂ ନେତୃତ୍ୱରେ 2008 ମସିହାରେ ଆମ ଦେଶରେ ସର୍ବଶେଷ ଆଇନ ତିଆରି ହେଇଥିଲା ଶ୍ରମିକମାନଙ୍କ ପାଇଁ ଅଣସଂଗଠିତ ଶ୍ରମିକ ଆଇନ 2008 ଯାହା ଫଳରେ ରାସ୍ତାଘାଟରେ ଗୋଚି ଠାରୁ ଆରମ୍ଭ କରି ପନିପରିବା ବିକୁଥିବା ମାଛ ଶୁଖୁଆ ବିକୁଥିବା ଫେରି କରୁଥିବା ଲୋକ ସେଲୁଟ କରୁଥିବା ଲୋକ ସେ ଆଇନର ପରିସରଭୁକ୍ତ ହେଉଥିଲା କିଛି ସୁବିଧା ସୁଯୋଗ ପାଇବା ପାଇଁ ବଞ୍ଚିବା ପାଇଁ ତାର ସମର ଅଧିକାର ପାଇଁ ଏ ଆଇନ ତିଆରି କରାଯାଇଥିଲା। କିନ୍ତୁ ବିଜେପି ସରକାରକୁ ଆସିଲା ଯୋଉ କଥା ତାର କହୁଥିଲେ ଯେ ତୃତୀୟ ପର୍ଯ୍ୟାୟ କଥା ହେଲା 14 ମସିହା ପରେ ନବେ ଉଦାରବାଦୀ ଅର୍ଥନୀତିର ଫଳ କ'ଣ ହେଲା ନା କେତେ କର୍ପୋରେଟ ହାଉସକୁ ଲାଭ ଦେବ କେମିତି ଦେବ ଯାହା ଆଇନ ଅଛି ୟାକୁ ଆଉ ସବୁ କଥାକୁ ଏଇ ସମୟ ଭିତରେ ଆଲୋଚନା କରିହେବ। ଯୋଉ 44ଟା ଆଇନ ଭିତରେ